ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଅଭିନନ୍ଦନ ଜଣାଉଛି। ମୋର ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ ମୁଁ ସୂଚାଇ ଦେବାକୁ ଚାହୁଁଛି ଯେ ସ୍ୱାଧୀନତା ଦିବସର ଏହି ପାବନ ମୁହୂର୍ତ୍ତରେ କିଛି କହିବାର ସୁଯୋଗ ଦେଇଥିବାରୁ ମୋର ପୂଜ୍ୟ ଦିଦିମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି। ହେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅନାବଶ୍ୟକ ଯେ ଆଜି ହେଉଛି ଅଗଷ୍ଟ ମାସ 15 ତାରିଖ ଓ 1947 ମସିହାର ଠିକ୍ ଆଜିର ଦିନରେ ଆମରି ଦେଶ ଦୀର୍ଘ ଦିନର ଅବାରିତ ସଂଘର୍ଷ ବଳରେ ମୁକ୍ତି ଲାଭ କରିଥିବା ନିର୍ମମ ଇଂରେଜ ଶାସନର ପଞ୍ଚରୁ ହଜାର ହଜାର ଦେଶପ୍ରେମୀଙ୍କ ନିରନ୍ତର ପ୍ରଚେଷ୍ଟା ଆତ୍ମବଳିଦାନ ଓ ମହତ୍ତ୍ୱ ସ୍ୱପ୍ନର ଫଳ ହେଲା ଏ ସ୍ୱାଧୀନତା। ଏଣୁ ସର୍ବପ୍ରଥମେ ଦେଶମାତୃକାର ମହାମୁକ୍ତି ନିମନ୍ତେ ନିଜ ଜୀବନକୁ ତିଳ ତିଳ ଭାବେ ବିସର୍ଜନ କରି ଯାଇଥିବା ସେହି ବୀର ପୁରୁଷ ଗଣଙ୍କ ଶ୍ରୀ ଚରଣରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଚାହିଁବି। ଏକଥାର ଅଭାବ ଯୋଗୁଁ ଆମ ମା ଭାରତବର୍ଷ ଦୀର୍ଘ 200 ବର୍ଷ ଧରି ବିଦେଶୀ ଇଂରେଜମାନଙ୍କ ଦ୍ୱାରା ଶାସିତ ହେଉଥିଲା। ଇଂରେଜମାନେ ଆମ ଦେଶରେ ଆସି ବେପାରୀ ବାଣିଜ୍ୟ କରି ଆମ ଦେଶର ଲୋକ ଆମ ଦେଶର ଲୋକମାନେ ଆମ ଦେଶର ଧନରତ୍ନ ତାଙ୍କ ଦେଶକୁ ନେଇ ଯାଉଥିଲେ। ଆମ ଦେଶର ଲୋକମାନଙ୍କୁ ଉପବାସୀ ଭଳି ବ୍ୟବହାର କରୁଥିଲେ। ଏହାର ପ୍ରତିବାଦ ଫଳେ ମିଳୁଥିଲା ଚାବୁକ ପ୍ରହାର ଓ ଅନେକ ଅତ୍ୟାଚାର। ଏହି ଚାବୁକ ପ୍ରହାରର ଖାତିର ନ କରି ଆମ ଦେଶର ବୀର ପୁରୁଷମାନେ ଯଥା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହରଲାଲ ନେହେରୁ, ଓଡ଼ିଶାର ଗୌରବ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଇତ୍ୟାଦିଙ୍କ ଆତ୍ମବଳି ଯୋଗୁଁ ଆମ ଦେଶ 1947 ମସିହାରେ ଅଗଷ୍ଟ ମାସ 15 ତାରିଖରେ ଦେବବ୍ରତ ଏହି ଦିନଟିକୁ ମନେ ରଖିବା ପାଇଁ ଆମେ ପ୍ରତିବର୍ଷ ଅଗଷ୍ଟ ମାସ 15 ତାରିଖ ଦିନଟିକୁ ସ୍ୱାଧୀନତା ଦିବସ ଭାବେ ବହୁ ଧୁମଧାମରେ ପାଳନ କରି ଆସୁଛେ। ଆମ ପାଇଁ ଏକ ଗୌରବ। ଏହି ଦିବସରେ ଆମେ ଆମର ବୀର ପୁରୁଷମାନଙ୍କର ସାହସ, ତ୍ୟାଗ ଓ ବଳିଦାନକୁ ମନେ ପକାଇଥାଉ। ସେମାନଙ୍କର ଦୁଃଖ, କଷ୍ଟ, ଯନ୍ତ୍ରଣା ଶୁଣିବା ପରେ ଆମ ମନରେ ଦେଶ ପ୍ରେମ ଜାଗ୍ରତ ହୁଏ। ଦେଶ ପାଇଁ କିଛି ଭଲ କାମ କରିବା ପାଇଁ ଓ ଦେଶର ଅସୁବିଧା ସମୟରେ ଜୀବନ ଦେବାକୁ ଆମ ମନରେ ସାହସ ଜନ୍ମିଥାଏ। ଆମେମାନେ ହେଉଛନ୍ତି ସୁଯୋଗ୍ୟ ଭାରତମାତାର ସୁଯୋଗ୍ୟ ସନ୍ତାନ। ଆମେ ଆଜି ଏହି ଜାତୀୟ ପତାକା ତଳେ ଶପଥ ନେବା ଯେ ଆମେ ଦେଶର ସ୍ୱାଧୀନତା ଓ ଅଖଣ୍ଡତା ରକ୍ଷା କରିବା। ଛୋଟ ପିଲା ବାଜିର ଯେପରି ଦେଶ ପାଇଁ ଜୀବନ ଦେଲା, ଠିକ୍ ସେହିଭଳି ଆମେ ଆମର ବୀରତ୍ୱର ମନ୍ତ୍ରରେ ଦୀକ୍ଷିତ ହୋଇ ଦେଶ ପାଇଁ କାମ କରିବା। ତେଣୁ ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।